বুলা ফকির হেই মু চালে পাহাড় ছাইরে ମୋ ଝୋଲା ମଣିକୁ ଭରି ଦେଲ ତୁମେ ଅନିଚ୍ଛାରେ ଏ ବିଜୁଳି ଆଲୁଅରେ ନିଜ ମୁହଁ ଖୋଜି ଦେଖ ଅଣଦେଖା କରିଛ ଯାହାକୁ ସେ ବୋଧେ ତୁମର। सिने आवार्ड ପାଇଁ କି ସମସ୍ତଙ୍କୁ ଅଲ୍ ଦ ବେଷ୍ଟ। ଓଡ଼ିଶାବାସୀଙ୍କୁ ନମସ୍କାର। ତ ମୋର ମିଡ଼ିଆ ଭାଇମାନଙ୍କୁ ନମସ୍କାର। କାରଣ ମୁଁ ସବୁବେଳେ ଦର୍ଶକମାନଙ୍କୁ ଜିଅନ୍ତା ଭଗବାନ କହେ, ତାଙ୍କୁ ବହୁତ ଭଲ ପାଏ। ତାଙ୍କ ପାଇଁ କି ଆମେମାନେ ଆଉ ଖୁସି ଲାଗୁଛି ଆଜି ସିନେ ଆୱାର୍ଡ କରୁଛନ୍ତି, ଚିତ୍ତ ଭାଇନା କରୁଛନ୍ତି। ଏଇଟା ହେଉଛି ଥାର୍ଡ, ସବୁବେଳେ ଯୋଗ ଦେଇଛି, କୌଣସି କାରଣରୁ ପରଫର୍ମ କରିପାରି ନାହିଁ। ସୁବିଧା ଅସୁବିଧା ଭିତରେ ଲାଗି ରହିଛି, କିନ୍ତୁ ମୋର ବେଷ୍ଟ ୱିଶ୍ ରହିବ ଏ ପ୍ରୋଗ୍ରାମ ଚାଲୁ। କାରଣ ଯୋଉ ପ୍ରତିଭା ମାନେ ଆସୁଛନ୍ତି ତାଙ୍କୁ ଖୋଜିକିରି ଭାଇନା ଗୋଟେ ବହୁତ ବଢିଆ ଆୱାର୍ଡ ଦ୍ୱାରା କିଛି ଆୱାର୍ଡ ଦଉଛନ୍ତି, ଆଉ କିଛି କଳାକାର ପରଫର୍ମ କରୁଛନ୍ତି। ମୁଁ କରିଲି ବୋଲି କିଛି ମାନେ ନାହିଁ, ସମସ୍ତେ କରୁଛନ୍ତି, ମୁଁ ବହୁତ ଖୁସି। ଆଉ ମୁଁ ଏତିକି ଆଶା କରିବି ଓଡ଼ିଶା ଲୋକମାନେ ଓଡ଼ିଆ ପିକ୍ଚରକୁ ଦେଖିଲେଣି। ଆଉ ଏବେ ଯୋଉ ତିନୋଟି ପିକ୍ଚର ରିଲିଜ ହେଇଛି, ତିନୋଟି ପିକ୍ଚର ରିଲିଜ ହେଇଛି, ଯେମିତିକି ପାୱାର ବାବୁ ଭାଇଙ୍କର, ଆଉ କୁହୁଡ଼ି ଅନୁଭବ ଭାଇଙ୍କର, ଶ୍ରୀରାମ ଭାଇଙ୍କର ଚନ୍ଦ୍ରବଂଶୀ। ଓଡ଼ିଆ ପିକ୍ଚର ଦେଖିଲେଣି, ପାୱାର ବହୁତ ଭଲ ବିଜନେସ୍ କରୁଛି, କୁହୁଡ଼ି ଭଲ ବିଜନେସ୍ କରୁଛି। ତ ବିଜନେସ୍ ଯୋଉଠି କରୁଛି ମାନେ ସେଠି ସିନେ ଆୱାର୍ଡଟା ନିହାତି ରହିବା ଦରକାର। ସବୁ ଆୱାର୍ଡ ଫଙ୍କସନ ନହେଲେ ଆମେ ଜାଣିବା କେମିତି କୋଉ ଫିଲ୍ମ ବେଷ୍ଟ, କୋଉ ଫିଲ୍ମ ଫ୍ଲପ୍, କୋଉ ଫିଲ୍ମ ହିଟ୍। ତ ମୁଁ ଏତିକି କହିବି। ତ ସବୁ ସିନେମା ଦେଖିବା ଦରକାର ଲୋକମାନଙ୍କୁ, ମୁଁ ଏତିକି କହିବି। ଆପଣ ଓଡ଼ିଆକୁ ଭଲ ପାଆନ୍ତୁ, ଓଡ଼ିଆ ଭାଷାକୁ ଭଲ ପାଆନ୍ତୁ, ଆମ ଓଡ଼ିଆ ଫିଲ୍ମ ଭଲ ପାଆନ୍ତୁ। କାରଣ ରାଜ୍ୟରେ ସମସ୍ତେ ସବୁ ଜିନିଷକୁ ଭଲ ପାଆନ୍ତି। ଆମେ କାହିଁକି ଆମ ଫିଲ୍ମକୁ ଭଲ ପାଇବାନି? ଆମେ କାହିଁକି ଆମ କଳାକାରମାନଙ୍କୁ ଭଲ ପାଇବାନି? ତ ଏବେ ବର୍ତ୍ତମାନ ପାଇଁ ସରକାର ଚେଞ୍ଜ ହେଇଛି। ତ ମୁଁ ସବୁବେଳେ କରେ ଯାହା ବି କିଛି ହେଇଯାଉ ସରକାର ଚେଞ୍ଜ ହେବା ଦରକାର। ତ ସରକାର ଚେଞ୍ଜ ହେଇଛି, ବିଜେପି ସରକାର ଆସିଛି। ତ ମୁଁ କହିବି ଆଉ ଭାରତୀୟ ଜନତା ପାର୍ଟି ଆମ ପାଇଁ କି କିଛି କରନ୍ତୁ। ଦେଶ ପାଇଁ ତ ନିଶ୍ଚୟ ସେ କରିବେ, ରାଜ୍ୟ ପାଇଁ ତ ନିଶ୍ଚୟ କରିବେ। ତ ରାଜ୍ୟ ସହିତ ଆମ ଫିଲ୍ମ କଳାକାର ମାନ ପାଇଁ, ଆମ ଫିଲ୍ମ ଦୁନିଆ ପାଇଁ କି ମୁଁ ସରକାରଙ୍କୁ ରିକ୍ୱେଷ୍ଟ କରିବି। ଆଉ ଆମର କିଛି ହଉ ନ ହଉ ଏଇ ମିଡ଼ିଆ ତରଫରୁ, ଏଇ ମିଡ଼ିଆଙ୍କ ଭାଇଙ୍କ ଦ୍ୱାରା ମୁଁ ଗୋଟିଏ କହିବି ସରକାରଙ୍କୁ, ଆପଣ ରିକ୍ୱେଷ୍ଟ ମୋର ସରକାରଙ୍କୁ ହାତ ଯୋଡ଼ିକି ବିନତି କରୁଛି ମୁଁ, ଆପଣ କିଛି କରନ୍ତୁ ନ କରନ୍ତୁ, ଯୋଉ ବ୍ଲକରେ ହଲ୍ ତିଆରି ପାଇଁ କହିଛନ୍ତି ଆମର ଆଉ 150ଟି ହଲ୍ କରିଦିଅନ୍ତୁ। ଦେଖିବେ ଆମ ଫିଲ୍ମ ଦୁନିଆ ଆହୁରି ଆଗକୁ ବଢିଯିବ, କଳା ସଂସ୍କୃତି ଆହୁରି ଆଗକୁ ବଢିଯିବ। ବର୍ତ୍ତମାନ ପାଇଁ ସିନେମା ପଛରେ ଲାଗିଛି ଆମ ଅପାଙ୍କ ପୋଷ୍ଟରରେ ନମସ୍କାର ଦେବି ଆଶ୍ରମ ପିକ୍ଚର। ତ ସୁଧାଂଶୁ ଭାଇଙ୍କର ଡିରେକ୍ସନ ସିନେମା, ଆଉ ତପନ ଭାଇଙ୍କର ପ୍ରଡ୍ୟୁସରରେ ଏଇଟା ସିନେମାଟି ହେଇଛି। ଦିଲ୍ଲୀ ଭାଇ ଲେଖିଛନ୍ତି। ତ ମହେଶ୍ୱତା ଆପା ଅଛନ୍ତି, ଅଭିଷେକ ଗିରି ଅଛନ୍ତି, ଆଉ ଯୋଉ ସୂର୍ଯ୍ୟମୟୀ ଅଛନ୍ତି। ଭଲ କଳାକାରଙ୍କୁ ନେଇକରି ଆଶ୍ରମ କରାଯାଇଛି। ମୁଁ ଗୋଟେ ଛୋଟିଆ ପାର୍ଟ ହେଇଛି। ମୁଁ ସୁଧାଂଶୁ ସାର୍ଙ୍କୁ, ତପନ ସାର୍ଙ୍କୁ ଧନ୍ୟବାଦ ଦେବି ଯେ ମତେ ଯୋଉ ଗେଷ୍ଟ ଆପିୟରାନ୍ସ ହିସାବରେ କ୍ୟାରେକ୍ଟରଟି ଦେଇଛନ୍ତି। ମତେ ଆଶା ଯେ ମୋ ଚରିତ୍ରଟି ସମସ୍ତଙ୍କୁ ଭଲ ଲାଗିବ। ଗୋଟେ ମିନିଟ୍ ପାଇଁ କି ଆସିବି, କିନ୍ତୁ ବହୁତ ଲୋକମାନେ ଖୁସି ହେବେ ଆଶା କରିବି। ଆଶ୍ରମ ପିକ୍ଚରକୁ ଏବେ ରିଲିଜ ହେବାକୁ ଯାଉଛି, ନିହାତି ଆସନ୍ତୁ। ସିନେମା ଫୁଲ ଏଣ୍ଟରଟେନମେଣ୍ଟ ଦବ। ଜୟ ଜଗନ୍ନାଥ। ଆକ୍ଚୁଆଲି ସତ କଥା ହଉଛି ମୋ କାହାଣୀ ବହୁତ ଜର୍ଣ୍ଣି, ବହୁତ ଲମ୍ବା କାହାଣୀ। ତ ଆଜି ଯାହା ବି ହେଇଛି ଦର୍ଶକଙ୍କ ଆଶୀର୍ବାଦରୁ ହେଇଛି, ମୋ ବାପା ମାଙ୍କ ଆଶୀର୍ବାଦରୁ ହେଇଛି, ମୋ ପରିବାର ଆଶୀର୍ବାଦରୁ ହେଇଛି, ମୋ ଫିଲ୍ମ ଲାଇନର ଭାଇ ଭଉଣୀଙ୍କର ପାଇଁ ଆଶୀର୍ବାଦ ହେଇଛି। ଆଉ ବହୁତ ଜଣେ ମାନେ ସ୍ପଟ ବୟରୁ ଆସିକିରି ଆଜି ମୁଁ ଲାଇନ ପ୍ରଡ୍ୟୁସର। ତ ସମସ୍ତଙ୍କୁ କହିବି ପ୍ରଡକ୍ସନ ବୟ ଯୋଉଟା ଆମେ ସ୍ପଟ ବୟ କହୁ, ସିଏ ହଉଛି ଆମର ପ୍ରାକ୍ଟିକାଲି ବାପା ବୋଉ। ସିଏ ନଥିଲେ ଆମେ ବଞ୍ଚି ପାରିବୁନି ସୁଟିଂ ସେଟରେ। ତ ସେ ଦ୍ୱାରା ମୁଁ ଫିଲ୍ମ ଲାଇନକୁ ଆସିଥିଲି 98-97ରେ। ତ 98-97ରୁ ଇଏ ହଉଛି ଜର୍ଣ୍ଣି ମୋର 2024। ମୁଁ ଆଶା କରିବି, ମତେ ଫିଲ୍ମ ଲାଇନ ବହୁତ କିଛି ଦେଇଛି। ମୋ କଳାକାର ଭାଇମାନେ, ମୋ ଭଉଣୀମାନେ ମତେ ବହୁତ କିଛି ଦେଇଛନ୍ତି। ଦର୍ଶକମାନେ ମତେ ଆଣିକି ଏଇ ଜାଗାରେ ଠିଆ କରିଛନ୍ତି। ତ ଯାହାବି ମୁଁ ଏବେ ଗୋଟେ ସିନେମା କରିଥିଲି ଅପରେସନ 12-17, ସେ ଫିଲ୍ମ ମୁଁ ସଫଳତା ପାଇଛି। ଆଉ ପାଖାପାଖି 80% ପଇସା ମତେ ମିଳିଯାଇଛି। ମୁଁ ବହୁତ ଖୁସି ଅଛି। କଷ୍ଟ ମାନେ କଷ୍ଟ କହିଲେ ତ ସରିବ ନାହିଁ। ମୁଁ ବହୁତ ଆଗରୁ ମିଡ଼ିଆରେ କହିଛି ବହୁତ କଷ୍ଟ ମୋର। ସେ ଯୋଉ କଷ୍ଟ ଆଜ୍ଞା କଣ କହିବି, ମାନେ ବେଳାଟେ ଖାଇକିରି ଦିବେଳା, ମାନେ ସକାଳେ ଯଦି ଖାଇଥିବୁ ସେଦିନ ଆଉ କିଛି ଖାଇବାକୁ ମିଳେ ନାହିଁ, ତା ପରଦିନ ମିଳେ କି ରାତିରେ ମିଳେ। ସେ ଯୋଉ କଷ୍ଟ ମୋର ଆର୍ଟିଷ୍ଟ ମାନେ ଭାଇମାନେ ବହୁତ ମତେ ହେଲ୍ପ କରିଛନ୍ତି। ଆଉ କଣ କହିବି, ମାନେ ବୁଲି ବୁଲିକା ଯେମିତି ହୋଟେଲରେ
ପ୍ଲେଟ୍ ମାଜିକିରି ମୁଁ ପେଟ ପୋଷିଛି। ଯେମିତିକି ଚାହା ଦୋକାନରେ ସମସ୍ତେ ଚାହା ପିଇକି ପଳେଇବେ, ସେଥିରୁ ଟିକେ ଟିକେ ଗ୍ଲାସରେ ଢାଳି ଢାଳି ଚାହା କରିକିରି ତା ଭିତରେ ବିସ୍କୁଟ ଅଇଁଠା ବିସ୍କୁଟ ପୁରେଇକିରି ଖାଇକିରି ମୁଁ ଗୋଟେ ଜାଗାରେ ପହଞ୍ଚିଛି ଆଜି। ଏତିକି କହିବି। ଆଉ କିଛି ଗୋଟେ କଣ୍ଟ୍ରୋଭର୍ସି ମଝିରେ ହେଇଯାଇଥିଲା, ଦର୍ଶକମାନେ ମୋତେ ବହୁତ ଖରାପ ଭାବି ଦେଇଥିଲେ। ମୁଁ ଆକ୍ଚୁଆଲି କହିବାଟା ସେୟା ନଥିଲା, ମୋର କହିବା ଟିକେ ହାଇପର ହେଇଯାଇଥିଲା। ପୁଣି ଆଉଥରେ ଦର୍ଶକମାନଙ୍କୁ କ୍ଷମା ମାଗିବି, ସାନ ଭାଇ ଭାବିକି ଗୋଟେ କଳାକାର ଭାବିକିରି ମୋତେ କ୍ଷମା କରିଦେବେ। ମୁଁ ସବୁବେଳେ ଦର୍ଶକଙ୍କୁ ଭଲ ପାଏ, କାରଣ ଦର୍ଶକ ନଥିଲେ ମୁଁ ରହିବିନି। କାହିଁକିନା ମୋର ଯେଉଁ ଜର୍ଣ୍ଣି, ମୋର ଯେଉଁ ମୁଁ ଗୋଟେ ପିଓର ମାନେ ଦର୍ଶକଟିଏ, ମୁଁ ଜମା କଳାକାର ନୁହେଁ। ମୁଁ ଯଦି ଆଜି କଳାକାର ହେଇଛି କେବଳ ଦର୍ଶକମାନଙ୍କ ପାଇଁ, ମୁଁ ପିଓର ମାନେ ଦର୍ଶକଟିଏ। ମୁଁ ସେଥିପାଇଁ ଦର୍ଶକ, କାହିଁ ମୁଁ ତଳୁ ଆସିଛି ନା ଉପରକୁ। ବହୁତ କଷ୍ଟ, ବହୁତ କଷ୍ଟ। ମୁଁ ଦର୍ଶକ ଥିଲି ଯେତେବେଳେ ଏଇ ସୁଦାନ୍ତ ସାରଙ୍କର ସିନେମା ସମୟ ଖୋଳିଛି ଚକାମଉରୀରେ ସିନେମାରେ ମୁଁ ପ୍ରଥମ ବାଲି ପକେଇଥିଲି ସମୁଦ୍ର କୂଳରେ, ଦର୍ଶକ ହେଇକି ଆସିଥିଲି, ଦର୍ଶକ ହେଇକି ବାଲି ପକେଇଥିଲି। ତ ସେଇ ଦର୍ଶକରୁ ଆଜି ମୁଁ କଳାକାର ହେଇଛି। ସେ ଜର୍ଣ୍ଣି, ସେ ଯେଉଁ କଷ୍ଟ ମୁଁ କହିପାରିବିନି। ମୁଁ କହିଲେ ମାନେ ଗୋଟେ ବହୁତ ବଡ଼ ଲମ୍ବା ହବ। କହିବା ପାଇଁ ନାହିଁ, ଏଇ ସିନେମା ପାଇଁକି ମୁଁ ବାପା ଚାଲିଗଲେ। ଏଇ ଆଜି ଲାଲ ଟହ ଟହ ଦେଇ ଗୋଲାପ ଫୁଲ ବାବୁ ଭାଇଙ୍କର ସିନେମା ର ଆମେ କରିଥିଲୁ। ସେ ଫିଲ୍ମରେ ମୁଁ ସେ ଗୀତରେ ନାଚିଥିଲି। ଆଜି ଓଡ଼ିଶାରେ ବି ପାୱାରର ପିକ୍ଚର ଲାଲ ଟହ ଟହ ବହୁତ ହିଟ୍ ଗୀତ। ମୁଁ ସିନେମା ନଥାଏ, ମୁଁ ସବୁବେଳେ କହିବି ମୋ ଓଡ଼ିଆ ପିକ୍ଚର ହିଟ୍ ମାନେ ଆମ ଓଡ଼ିଶା ହିଟ୍। ତ ମୁଁ ଏତିକି କହିବି, ସେ ସିନେମାରେ ଗୋଟେ କରିଥିଲି, ମୋ ବାପା ଚାଲି ଯାଇଥିଲା। ଆଉ ବାପାକୁ ଦେଖା ହେଇପାରିଲି ନାହିଁ, କାରଣ କଳାକୁ ଏତେ ଭଲ ପାଉଥିଲି, କଳା ପାଇଁକି ପୁରା ମୋ ଜୀବନ ଦେଇଥିଲି। ସେଥିପାଇଁକି ବାପାଙ୍କୁ ଦେଖା କରିବାକୁ ଯାଇପାରିନଥିଲି, ସେଇଟା ଗୋଟେ ଅଫସୋସ ରହିଯାଇଥିଲା। ଆଉ ଗୋଟେ ସେମିତିଆ ବହୁତ ବଡ଼ ଜିନିଷଟି ଯୋଉଟାକି ମୁଁ କାହାକୁ କହିନଥିଲି, ଆଜି କହିବାକୁ ଚାହୁଁଛି। ମୋର ଗୋଟେ ଏମିତି ଅସୁବିଧା ହେଇଥିଲା ସିନେମା ଲାଇନରେ। ମୋ ବାପା ଚାହୁଁନଥିଲେ ମୁଁ ଫିଲ୍ମ ଲାଇନକୁ ଆସିବା ବୋଲି, ହେଲା। ବାପା ମୋତେ ଘରକୁ କହିଲେ, ତୁ ପଳେଇ ଯା। ମୋ ଘରର ସମସ୍ତେ ଏଜୁକେଟେଡ୍, ପୁରୀ ମୋ ଘର। ତ ମୁଁ ଶ୍ରୀ ଜଗନ୍ନାଥଙ୍କ ଏରିଆର ପିଲା। ମୋର ଗୁଣ୍ଡିଚା ଘରେ ମୋ ଘର, ସିଂହଦ୍ୱାରରେ ମୋ ଘର, ପୁରୀ ଦାଣ୍ଡରେ ମୋର ଘର। ସେ ଧୂଳିରୁ ମୁଁ ଖେଳି ଖେଳି ଆସିକିରି ଆଜି ମୁଁ ଭୁବନେଶ୍ୱରରେ ପହଞ୍ଚିଛି। ତ ବାପା ମୋତେ ଥରେ ଗାଳି କରିକି ପଳେଇଥିଲେ, କହିଲେ କ'ଣ ତୁ ଏଡ଼େ ବଡ଼ କଳାକାର, କିନ୍ତୁ ମନରେ ଦୁଃଖ ରହିଗଲା। ମୁଁ ଆଜି ଗୋଟେ କଳାକାର, ମୋ ଫିଲ୍ମ ଚାଲୁଛି, ଫିଲ୍ମ ଦୁନିଆରେ ମୁଁ ଅଛି, କିନ୍ତୁ ମୋ ବାପା ମୋ ସିନେମା ଦେଖିପାଇଲେନି। ସେଇଟା ମୋର କଷ୍ଟ ହେଇଗଲା, କାରଣ ସେ ଚାହିଁଥିଲେ ଯେ ସିନେମା ଲାଇନ କି ଯା ନା, କିନ୍ତୁ ସେ ଗୋଟେ କନେଷ୍ଟବଳ, ମୋ ବାପା ପୋଲିସ ଥିଲେ, ଗୋଟେ କନେଷ୍ଟବଳକୁ କହିଥିଲେ ଯେ ମୋ ପୁଅ ଗୋଟେ ଆର୍ଟିଷ୍ଟ। ଏକଥା ମୋ ବୋଉ କହିଥିଲା, କିନ୍ତୁ ମୋ ମନରେ ଦୁଃଖ ହେଇଗଲା। ବାପା ମୋତେ ବହୁତ ଭଲ ପାଆନ୍ତି, ବଟ୍ ସବୁ ବାପା ମାନେ ଏମିତି ପିଲାମାନେ ପାଖରେ ଶୋ କରନ୍ତିନି। କିନ୍ତୁ ମୁଁ ଏଇଠି କହିବି, ମୋ ବାବା ଯୋଉଠି ଅଛନ୍ତି ଆଶୀର୍ବାଦ ପାଇଁକି ମୁଁ ଆଜି ବାପାଙ୍କ ପାଇଁ, ମୋ ମା ପାଇଁ, ମୋ ଦର୍ଶକ ମାନଙ୍କ ପାଇଁ, ମୋ ଫିଲ୍ମ ଲାଇନ ପାଇଁ ମୁଁ ଆଜି ଏଇଠି ଅଛି। ଏତିକି ଆଉ ଥରେ ସରକାରଙ୍କୁ କହିବି, ପ୍ଲିଜ ଆମ ସିନେମା ଲାଇନ କଥା, ଆମ ଚଳଚ୍ଚିତ୍ର ଜଗତ କଥା ଥରଟିଏ ଭାବନ୍ତୁ। ମୁଁ ମୁଖ୍ୟମନ୍ତ୍ରୀ ଆମର ହେଇଛନ୍ତି ମୋହନ ସାରଙ୍କୁ, ମୁଁ ମୋହନ ସାରଙ୍କୁ କହିବି, ପ୍ଲିଜ ସାର୍, ଆଉ ଯୋଉ ସରକାର ଥିଲା ସେ କ'ଣ କରିଛନ୍ତି ନ କରିଛନ୍ତି ଆପଣ ଭଲ ଭାବରେ ଜାଣିଛନ୍ତି। ଆପଣ ଆମର ଆନ୍ଦୋଳନରେ ବସିଥିଲେ, ମୁଁ ବହୁତ ଖୁସି ଯେ ସେ ଆନ୍ଦୋଳନରେ ଆମର ସିନେମା ଲାଇନରେ ବସିଥିଲେ, ଆପଣ ବାଇଟ୍ ଦେଇଥିଲେ ଯେ ସରକାର ନିହାତି କିଛି କରିବା ଦରକାର। ତ ଆପଣ ବର୍ତ୍ତମାନ ସରକାର ଆମ ସିନେମା ଲାଇନ ପାଇଁ କିଛି ନିହାତି କରିବା ଦରକାର। ମୁଁ ଏତିକି ରିକ୍ୱେଷ୍ଟ କରିବି, ମୋର ଅଲ୍ ଫିଲ୍ମ ଲାଇନର ଭାଇ ଭଉଣୀ ଟେକ୍ନିସିଆନ ତରଫରୁ ରିକ୍ୱେଷ୍ଟ କରିବି, ଆମ ପାଇଁ କିଛି କରନ୍ତୁ ନ କରନ୍ତୁ, ହଲ୍ କିଛି କରିଦିଅନ୍ତୁ। ଜୟ ଜଗନ୍ନାଥ।